ଆସନ୍ତୁ ଆଜିର ଧ୍ୟାନ ପାଇଁ ଆମେ ପରମେଶ୍ୱରଙ୍କର ବାକ୍ୟ ଶୁଣିବା। ଯାହା ଲେଖାଯାଏ ଆମୋସ 5 ପରବ ତାର 4 ପଦ। କାରଣ ଇସ୍ରାଏଲ ବଂଶକୁ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଆମ୍ଭର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ। ହାଲେଲୁୟା। ପରମେଶ୍ୱରଙ୍କର ବାକ୍ୟ କୁହେ। ଆମୋସ ଭବିଷ୍ୟତ ବକ୍ତାଙ୍କର ମୁଖକୁ ବ୍ୟବହାର କରି ପରମେଶ୍ୱର ଗୋଟିଏ କଥା କହନ୍ତି ଇସ୍ରାଏଲ ବଂଶକୁ। ଆମେ ହୁଏତ ଭାବିପାରୁ ଏହି ବାକ୍ୟ ଇସ୍ରାଏଲ ବଂଶ ପାଇଁ ଥିଲା, ଏହି ବାକ୍ୟ ଆମ ପାଇଁ ନୁହେଁ। ବିଶ୍ୱାସରେ ଆମେ ବି ଇସ୍ରାଏଲର ଅଟୁ ପ୍ରିୟମାନେ। ଏହି ବାକ୍ୟ ଆମ ପାଇଁ ମଧ୍ୟ ଅଟେ, କାରଣ ଇସ୍ରାଏଲ ବଂଶକୁ ସଦାପ୍ରଭୁ ଏଇ କଥା କହନ୍ତି। କାରଣ ଆପଣଙ୍କୁ ଆଉ ମୋତେ ସଦାପ୍ରଭୁ ଏଇ କଥା କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କର ଅନ୍ୱେଷଣ କର, ତୁମେ ମୋର ଅନ୍ୱେଷଣ କର। ଆମେ ଭାବୁଥାଇପାରୁ ଯେ ଆମେ ତ ତାଙ୍କର ଅନ୍ୱେଷଣ କରୁଛୁ, ପ୍ରତ୍ୟେକ ଦିନ ସକାଳେ ପ୍ରାର୍ଥନା କରୁଛୁ, ସନ୍ଧ୍ୟାରେ କରୁଛୁ, ରାତିରେ ପ୍ରାର୍ଥନା କରୁଛୁ, ଆମେ ବାକ୍ୟ ପଢ଼ୁଛୁ, ଆମେ ସଦାପ୍ରଭୁଙ୍କର ଅନ୍ୱେଷଣ କରୁଛୁ। ଏଠି ଲେଖାଯାଏ ତୁମ୍ଭେମାନେ ଆମ୍ଭର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ। ଯଦି ଆମେ ସଦାପ୍ରଭୁଙ୍କର ଅନ୍ୱେଷଣ କରୁ ତାହେଲେ ଆମେ ବଞ୍ଚିବା। ଆଉ ଯଦି ଆମେ ସଦାପ୍ରଭୁଙ୍କର ଅନ୍ୱେଷଣ କରୁନାହୁଁ ତାହେଲେ ଆମେ ବଞ୍ଚିବା ନାହିଁ। ତାହେଲେ ସେମାନଙ୍କ ପ୍ରତି କ'ଣ ଘଟିବ? ଯେଉଁମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ, ଯେଉଁମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣନ୍ତି ନାହିଁ କି ବିଶ୍ୱାସ କରିନାହାନ୍ତି, ତାହେଲେ ସେମାନଙ୍କ ପାଇଁ କ'ଣ? ଯେଉଁମାନେ ଯୀଶୁଙ୍କୁ ଜାଣନ୍ତି ନାହିଁ, ଯେଉଁମାନେ ପବିତ୍ର ଆତ୍ମାଙ୍କୁ ଜାଣନ୍ତି ନାହିଁ, ଯେଉଁମାନେ ସଦାପ୍ରଭୁଙ୍କୁ ଜାଣନ୍ତି ନାହିଁ, ତାଙ୍କର ବାକ୍ୟ ଶୁଣି ନାହାନ୍ତି କିମ୍ବା ଶୁଣିବାକୁ ଚାହାନ୍ତି ନାହିଁ, ଯେଉଁମାନେ ସଦାପ୍ରଭୁଙ୍କୁ ଘୃଣା କରନ୍ତି, ସେମାନଙ୍କ ପ୍ରତି କ'ଣ ଘଟିବ? ଯଦି ଆମେ ତାଙ୍କର ଅନ୍ୱେଷଣ କରୁନାହୁଁ ତାହେଲେ ଆମେ ବଞ୍ଚିବା ନାହିଁ। ଯଦି ସେମାନେ ତ ଆଦୌ ଅନ୍ୱେଷଣ କରୁନାହାନ୍ତି, ସେମାନେ ତ ବଞ୍ଚିଛନ୍ତି, ଆମେ ଦେଖୁଛୁ, ସେମାନେ ଆହୁରି ଭଲରେ ବଞ୍ଚିଛନ୍ତି। ଯେତେ ଅନ୍ୟାୟ କରୁଛନ୍ତି ସେତେ ଧନୀ ହେଉଛନ୍ତି, ଯେତେ ଜୁଲୁମ କରୁଛନ୍ତି ସେତେ ବର୍ଦ୍ଧିଷ୍ଣୁ ହେଉଛନ୍ତି ସେମାନେ। ୟେସ୍ ପ୍ରିୟମାନେ, ଏଇଟା ଚିନ୍ତା କରିବା ବିଷୟ ଅଟେ। ବାକ୍ୟ କୁହେ ତୁମ୍ଭେମାନେ ଆମର ଅନ୍ୱେଷଣ କର, ତହିଁରେ ତୁମ୍ଭେମାନେ ବଞ୍ଚିବ। এই ବଞ୍ଚିବା ଏଇ ପୃଥିବୀରେ ସଶରୀରରେ ରହିବାକୁ ବଞ୍ଚିବା କୁହାଯାଏ ନାହିଁ ପ୍ରିୟମାନେ। ପ୍ରକୃତ ସତ୍ୟତା ଆମେ ଜାଣିବାକୁ ପଡ଼ିବ ଯେ ଆମେ କିଏ। এই ମୋବାଇଲରେ ଯେଉଁ ଚେହେରା ଦେଖୁଛନ୍ତି ଏଇଟା ବୀରେନ୍ଦ୍ର ନାୟକ ନୁହେଁ। ପ୍ରକୃତରେ ଏଇ ଚେହେରା ଭିତରେ, ଏଇ ଶରୀର ଭିତରେ ବୀରେନ୍ଦ୍ର ନାୟକ ଅଛି। ଆପଣଙ୍କର ଶରୀର ଯାହା ଆପଣମାନେ ଛୁଇଁ ପାରୁଛନ୍ତି, ଯାହା ଦର୍ପଣରେ ଦେଖିପାରୁଛନ୍ତି, ଅନ୍ୟମାନଙ୍କର ଶରୀରକୁ ଦେଖିପାରୁଛନ୍ତି, ପ୍ରକୃତ ସେଇ ଶରୀର ଆମେ ନୁହେଁ ପ୍ରିୟମାନେ। ତାହେଲେ ଆମେ କିଏ? ଆମେ ହେଉଛୁ এই ଶରୀର ଭିତରେ ବାସ କରୁଥିବା ବ୍ୟକ୍ତିତ୍ୱ, এই ଶରୀର ଭିତରେ ବାସ କରୁଥିବା ଆତ୍ମା। এই ଶରୀର ରହିଯିବ ଯେତେବେଳେ ଏଇ ଆତ୍ମା, ଯେଉଁ ଆତ୍ମା, ଆମର ଆତ୍ମା ଏଇ ଶରୀର ଭିତରେ ଅଛି, ଆମର ଆତ୍ମା ଏଇ ଶରୀରକୁ ଛାଡ଼ି ଯେତେବେଳେ ଚାଲିଯିବ, ଏଇ ଶରୀର ଏଇଠି ରହିବ। କିନ୍ତୁ ଏଇ ଶରୀର ମୃତ ହେଇଯିବ। ତାକୁ ମୃତ ବୋଲି ଆମେ କହୁଛୁ, ମରିଯାଇଛି ବୋଲି କହୁଛୁ। ପ୍ରକୃତ ସତ୍ୟତା କ'ଣ? ମୃତ୍ୟୁ ହେଉଛି ଆତ୍ମା ଶରୀରକୁ ଛାଡ଼ି
ତା ନିଜର ଆଡ୍ରେସ୍ ବଦଳେଇବା ହେଉଛି ମୃତ୍ୟୁ। ଯଦି ଖ୍ରୀଷ୍ଟଙ୍କ ସହିତ ରହିଛୁ, ଯୀଶୁଙ୍କର କଥା ମାନିକି ଯଦି ଆମେ ଏଇ ପୃଥିବୀରୁ ବିଦାୟ ନେଉଛୁ, ଏଇ ଶରୀର ରୂପକ ଘରକୁ ଆମେ ଏଇଠି ଛାଡ଼ି ଦେଇ ଆମର ନୂତନ ଗୃହକୁ ଆମେ ଯାଇଥାଉ। ଆମର ଆଡ୍ରେସ୍ ବଦଳି ଯାଇଥାଏ ଆଉ ତାକୁ ଆମେ ଏଇ ପୃଥିବୀରେ ମୃତ୍ୟୁ ବୋଲି କହିଥାଉ, କିନ୍ତୁ ପ୍ରକୃତରେ ତାହା ମୃତ୍ୟୁ ନୁହେଁ। ହଁ, ମୃତ୍ୟୁ ସେତେବେଳେ ହେବ ଯଦି ଆମେ ପରମେଶ୍ୱରଙ୍କର କଥା ମାନି ନାହୁଁ, ଯୀଶୁଙ୍କର କଥା ମାନି ନାହୁଁ, ତାହେଲେ ଏଇ ପୃଥିବୀରୁ ଆମର ଆତ୍ମା ବିଦାୟ ନେଲା ପରେ ପରମେଶ୍ୱରଙ୍କ ନିକଟକୁ ନୁହେଁ, ସେଇ ସୁନ୍ଦର ସ୍ୱର୍ଗକୁ ନୁହେଁ, ଆମେ ଯାହାର କଥା ମାନିକି ଏଇ ପୃଥିବୀରେ ଥିଲୁ ତା ପାଖକୁ ଚାଲିଯିବା। ଯିଏ ଯାହାର କଥା ମାନେ ସେ ତାର ପୁତ୍ର ହେଇଯାଏ, ଯିଏ ପରମେଶ୍ୱରଙ୍କର କଥା ମାନେ ପରମେଶ୍ୱରଙ୍କର ପୁତ୍ର କନ୍ୟା ହେଇଯାଏ। ଆଉ ଯିଏ ଶୈତାନର କଥା ମାନେ ପୃଥିବୀରେ ଥିଲା ବେଳକୁ ଶୈତାନର ପୁଅ ଝିଅ ହେଇଯାଏ। ସ୍ୱର୍ଗରେ ଅନନ୍ତ ଜୀବନ ଅଛି ଯଦି ଆମେ ଖ୍ରୀଷ୍ଟଙ୍କ କଥା ମାନିକି ଅଛୁ, ତାଙ୍କର ଅନୁଗମନ କରିଛୁ। ଏଇ ପୃଥିବୀରୁ ବିଦାୟ ନେଇ ଆଡ୍ରେସ୍ ବଦଳେଇକି ଯେତେବେଳେ ଆମେ ଅନ୍ୟ ସ୍ଥାନକୁ ଯିବା, ସେ ଆମକୁ ପାଛୋଟିକି ନେଇଯିବେ ସେ ସୁନ୍ଦର ସ୍ୱର୍ଗକୁ, ଯେଉଁଠି ଆମ ପାଇଁ ଅନନ୍ତ ଜୀବନ ଅଛି। ଅନନ୍ତ କାଳ ପର୍ଯ୍ୟନ୍ତ ଆମେ ତାଙ୍କ ସାଙ୍ଗରେ ରହିବା। ହାଲେଲୁୟା। ତାହା ହେଉଛି ବଞ୍ଚିବା। ଆଉ ଯଦି ଆମେ ଯୀଶୁଙ୍କର କଥା ମାନି ନାହୁଁ, ପରମେଶ୍ୱରଙ୍କର ଅବଜ୍ଞା କରିଛୁ, ଆମେ ଜାଣିଛୁ ସମସ୍ତେ ଆମେ ଯାହାର କଥା ମାନିଛୁ ସେଇ ଶୈତାନର ସକାଶେ ଯେଉଁ ପୁରୀ ତିଆରି କରାଯାଇଛି, ଯେଉଁ ନଗର ତିଆରି କରାଯାଇଛି, ସେଇ ନଗରକୁ ଯିବା, ତା ସହିତ ସେଇଠି ରହିବା। ଯେଉଁଠି ଅନନ୍ତ ମୃତ୍ୟୁ ଅଛି, ତାହା ହେଉଛି ମୃତ୍ୟୁ ପ୍ରିୟମାନେ। ଆଉ ସେଇ ବିଷୟ ହିଁ ଏଠାରେ ଲେଖାଯାଇଛି। ଆମେ ଯଦି ପରମେଶ୍ୱରଙ୍କର ଅନ୍ୱେଷଣ ନ କରୁ ତାହେଲେ ଆମେ ମୃତ୍ୟୁ ଭୋଗିବା, ଶୈତାନ ସହିତ ସେଇ ନର୍କରେ ଆମେ ଛଟପଟ ହେବା ଅନନ୍ତ କାଳ ପାଇଁ। ଏହା ହିଁ ମୃତ୍ୟୁ ଅଟେ। ୟେସ୍, ଗୋଟିଏ ବିଷୟ। ତାହେଲେ ଆମେ ବଞ୍ଚିବା କିପରି? ଆମେ ପରମେଶ୍ୱରଙ୍କର ଅନ୍ୱେଷଣ କରିବା କିପରି? ତାହେଲେ ଆମେ ବଞ୍ଚିବା କିପରି? ଆମେ ତାଙ୍କର ମୁଖ ଅନ୍ୱେଷଣ କରିବା କିପରି? ଆମେ ତ ଶିଖୁଛୁ, ଆମେ କହୁଛୁ, ଆମେ ପଢ଼ୁଛୁ ପରମେଶ୍ୱରଙ୍କର ଅନ୍ୱେଷଣ କରିବା, କିନ୍ତୁ କେମିତି ଅନ୍ୱେଷଣ କରିବା? ପ୍ରାର୍ଥନା କରିବା। ଆମେ ସମସ୍ତେ ପ୍ରାର୍ଥନା କରୁଛୁ, ଏଇଟା ଆମ ପାଇଁ ନୂଆ ନୁହେଁ, କିନ୍ତୁ ପ୍ରକୃତରେ ସେଇ ପ୍ରାର୍ଥନା ଦ୍ୱାରା ଆମେ କାହାକୁ ସନ୍ତୋଷ କରୁଛୁ? ପରମେଶ୍ୱରଙ୍କୁ ନା ଶୈତାନକୁ? ଯଦି ଆମେ ସ୍ୱାର୍ଥ ପାଇଁ, ନିଜର ସ୍ୱାର୍ଥ ପାଇଁ ଯଦି ଆମେ ମାଗୁଛୁ, ଏହା ହେଉଛି ଶୈତାନର ଇଚ୍ଛା ପ୍ରିୟମାନେ। ଆମେ ନିଜର ସ୍ୱାର୍ଥ ପାଇଁ ମାଗିବା ନାହିଁ। ପ୍ରଭୁ ଯୀଶୁ ଯେଉଁ ପ୍ରାର୍ଥନା ଶିଖେଇଛନ୍ତି, ସେଇ ପ୍ରାର୍ଥନାରେ ମଧ୍ୟ ନିଜ ପାଇଁ ମାଗିବା ପାଇଁ କିଛି ହିଁ ନାହିଁ। ଆମେ ଯେମିତି ଅନ୍ୟମାନଙ୍କର କ୍ଷମା ଦେଉଛୁ, ଆମେ ସେମିତି କ୍ଷମା ପାଇବା। ଆମେମାନେ ଯେପରି ନିଜ ଅପରାଧୀମାନଙ୍କୁ କ୍ଷମା କରୁ, ସେହିପରି ଆମମାନଙ୍କର ଅପରାଧ ସବୁ କ୍ଷମା କର। ଆମେ ଏ କଥା ଭୁଲି ଯାଉଛୁ, ପ୍ରଭୁ ମୋତେ କ୍ଷମା କରିଦିଅ। ସେ କରିବେ ନାହିଁ କ୍ଷମା ପ୍ରିୟମାନେ। ଆମେ ଯଦି ଅନ୍ୟକୁ କ୍ଷମା ଦେଉଛୁ ତାହେଲେ ଆମେ କ୍ଷମା ପାଇବା। ଆମେ ଯଦି କ୍ଷମାକୁ ଡିପୋଜିଟ୍ କରୁଛୁ ପାସବୁକ୍ରେ, ଆମର ଆକାଉଣ୍ଟରେ, ତାହେଲେ ସେଇ ଆକାଉଣ୍ଟରୁ ଆମେ କ୍ଷମା ବାହାର କରିପାରିବା। ଏଇ କଥା ମନେ ରଖିବା। ଆମ ଜୀବନରେ ଯଦି କ୍ଷମା ନାହିଁ, ଆମେ କ୍ଷମା ସକାଶେ ପରମେଶ୍ୱରଙ୍କୁ ଯେତେ ପ୍ରାର୍ଥନା କଲେ ସେ ଆମ କଥା ଶୁଣିବେ ନାହିଁ। ଆମ ପାଖରେ ଯଦି ଦୟା ନାହିଁ, ଆମେ କାହାକୁ ଯଦି ଦୟା ଦେଖାଉନାହୁଁ, ଆଉ ପରମେଶ୍ୱରଙ୍କ ଠାରୁ ଆମେ ଦୟା ଭିକ୍ଷା କରିବା, ପରମେଶ୍ୱର ଆମକୁ ଦୟା କରିବେ ନାହିଁ। ଏଇ କଥା ଆମେ ମନେ ରଖିବା। ଯିରିମିୟ 29 ପର୍ବ ତାର 12 ଏବଂ 13 ପଦ।
ଜିରିମିୟ ହଁ ଜିରିମିୟ 29 ପର୍ବ 12 ଏବଂ 13 ପଦ ଟିକେ ପଢ଼ିବା। ପୁଣି ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭମାନଙ୍କ ନିକଟରେ ପ୍ରାର୍ଥନା କରିବ। ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା। ଆଉ ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ ଓ ସର୍ବାନ୍ତକରଣ ସହିତ ଆମ୍ଭକୁ ଖୋଜିଲେ ଆମର ଉଦ୍ଦେଶ୍ୟ ପାଇବ। ହାଲେଲୁୟା। ସର୍ବାନ୍ତକରଣ ସହିତ ଆମେ ତାଙ୍କୁ ଖୋଜିବା। ଅନ୍ୱେଷଣ କରିବାର ଅର୍ଥ ହେଉଛି ଖୋଜିବା। ଆମର ଶରୀରର ପ୍ରତ୍ୟେକ ଇଚ୍ଛାକୁ ପରିତ୍ୟାଗ କରି ତାଙ୍କର ଇଚ୍ଛାରେ ଚାଲିବାକୁ ଆରମ୍ଭ କରିବା। ପ୍ରତ୍ୟେକ କାର୍ଯ୍ୟରେ ତାଙ୍କର ମୁଖ ଅନ୍ୱେଷଣ କରିବା, ତାଙ୍କୁ ଦେଖିବା, ପ୍ରଭୁ ଯୀଶୁଙ୍କୁ ଦେଖିବା, ପରମେଶ୍ୱରଙ୍କୁ ଦେଖିବା। ଯେତେବେଳେ କିଛି ସମସ୍ୟା ଆସୁଛି ଆମ ଜୀବନରେ, ଏଇ ସମସ୍ୟା ବେଳକୁ ପ୍ରଭୁ ଯୀଶୁ କ'ଣ କରିଥିଲେ? ୟେସ୍, ଯେତେବେଳେ ପ୍ରଭୁ ଯୀଶୁଙ୍କୁ ତାଡ଼ନା ଆସିଥିଲା, ସେତେବେଳକୁ ପ୍ରଭୁ ଯୀଶୁ ସବୁ ତାଡ଼ନାକୁ ସହ୍ୟ କରି ଯାଇଥିଲେ। ମୁଁ ବି ସେମିତି ପ୍ରଭୁ ଯୀଶୁଙ୍କ ପରି ହେବି। ମୁଁ ବି ତାଡ଼ନାକୁ ସହ୍ୟ କରିବି, ମୁଁ ପାଟି ଖୋଲିବି ନାହିଁ। ୟେସ୍, ଏଇଟା ତାଙ୍କର ମୁଖ ଅନ୍ୱେଷଣ କରିବା। ଯେତେବେଳେ ଆମକୁ ନିନ୍ଦା ଆସୁଛି, ଲୋକ ବିନା କାରଣରେ ଆମକୁ ନିନ୍ଦା କରୁଛନ୍ତି, ନିନ୍ଦାକୁ ମଧ୍ୟ ମୁଣ୍ଡ ପାତି ସହିଯିବା। ନିନ୍ଦାର ପରିବର୍ତ୍ତେ ଆମେ ନିନ୍ଦା କରିବା ନାହିଁ। ପରମେଶ୍ୱରଙ୍କୁ ଦେଖିବା, ପ୍ରଭୁ ଯୀଶୁଙ୍କୁ ଦେଖିବା। ପ୍ରଭୁ ଯୀଶୁ ତାଙ୍କୁ ଯେତେବେଳେ ନିନ୍ଦା ଆସୁଥିଲା, ସେତେବେଳେ ସେ କ'ଣ କଲେ? ସବୁ କିଛି ସେ ସହିଗଲେ। ୟେସ୍, ପ୍ରଭୁ ଯୀଶୁ ତୁମେ ଯେମିତି କରିଥିଲ ମୁଁ ବି ସେମିତି କରିବି। ଏହା ହିଁ ତାଙ୍କର ମୁଖ ଦର୍ଶନ କରିବା। ୟେସ୍ ପ୍ରିୟମାନେ, ବାକ୍ୟରେ ଲେଖାଯାଏ, ପ୍ରଭୁ ଯୀଶୁ ନିଜେ କୁହନ୍ତି, ମୋର ପିତା ସ୍ୱର୍ଗରେ ଯାହା କରୁଛନ୍ତି ତାହା ମୁଁ ଦେଖୁଛି ଆଉ ତାହା ମୁଁ ଏଠାରେ କରୁଛି। ହାଲେଲୁୟା। ଆଉ ମଧ୍ୟ ଲେଖାଯାଏ, ମୁଁ ଏଠାରୁ ବିଦାୟ ନେଲା ପରେ ପିତାଙ୍କୁ କହି ସାହାଯ୍ୟକାରୀ ଆତ୍ମାକୁ ତୁମ ପାଖକୁ ପଠେଇବି, ଆଉ ସେ ସାହାଯ୍ୟକାରୀ ଆତ୍ମା ତୁମକୁ ସବୁ ବିଷୟ ଜଣେଇବେ। କ'ଣ ଜଣେଇବେ? ପିତା ଯାହା କହୁଛନ୍ତି ସେ ସବୁ ସେ ଆସି ତୁମକୁ ଜଣେଇବେ। ହାଲେଲୁୟା। ମନେ ରଖିବା ପ୍ରିୟମାନେ, ଆମେ ସାଧାରଣ ଲୋକ ନୁହେଁ। ଆମେ ଠିକ୍ ପ୍ରଭୁ ଯୀଶୁଙ୍କ ପରି ପ୍ରାର୍ଥନା କରିବାକୁ ପଡ଼ିବ। ସେ ଆମକୁ ଅଧିକାର ଦେଇଛନ୍ତି, ରୋଗୀକୁ ସୁସ୍ଥ କରିବାର ଅଧିକାର ଦେଇଛନ୍ତି, ପାପକୁ କ୍ଷମା କରିବାର ଅଧିକାର ଦେଇଛନ୍ତି। ସେ ଅଧିକାରକୁ ଆମେ ଜୀବନରେ ଲଗେଇବା, ସେ ଅଧିକାରକୁ ସାବ୍ୟସ୍ତ କରିବା। ଆଉ ସେ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଆମକୁ ଯୋଗ୍ୟ ହେବାକୁ ପଡ଼ିବ। ବାପା ମୋତେ କାର୍ କିଣି ଦେଇଛନ୍ତି, କିନ୍ତୁ ମୁଁ ଚଲେଇବାକୁ ଯୋଗ୍ୟ ନୁହେଁ। ମୋର ଲାଇସେନ୍ସ ନାହିଁ କି ମୋତେ ଚଲେଇବାକୁ ବୁଝୁନି, ଲାଭ କ'ଣ ହେବ? ନିଜକୁ ଯୋଗ୍ୟ କରିବା। ସେ ଅଛନ୍ତି ଆମକୁ ସାହାଯ୍ୟ କରିବାକୁ। ସେଇ ପବିତ୍ର ଆତ୍ମାକୁ ସେ ଆମ ଭିତରକୁ ପଠେଇଛନ୍ତି। ଆମ ସାଙ୍ଗରେ ପବିତ୍ର ଆତ୍ମା ଆମ ଭିତରେ ଅଛନ୍ତି। ଯେତେବେଳେ ଆମେ ତାଙ୍କର ସାହାଯ୍ୟ ମାଗିବା, ପ୍ରତ୍ୟେକ ବିଷୟରେ ସେ ସାହାଯ୍ୟ କରିବେ। ଏପରିକି ଆମ ପାଇଁ ଆକୁଳ ଆର୍ତ୍ତନାଦରେ ସେ ପ୍ରାର୍ଥନା କରିବେ। ଏହା ମୁଁ କହୁନାହିଁ ପ୍ରିୟମାନେ, କେବଳ ମୁଁ କହୁନାହିଁ, ମୁଁ ବି କହୁଛି। କେବଳ ମୁଁ କହୁନାହିଁ, ପରମେଶ୍ୱରଙ୍କର ବାକ୍ୟ କୁହେ। ତାହେଲେ ପରମେଶ୍ୱର ଆମଠାରୁ କ'ଣ ଚାହାନ୍ତି? ମିଖା 6 ପର୍ବ ତାର 8 ପଦ ଟିକେ ଦେଖିବା। ମିଖା 6 ପର୍ବ ତାର 8 ପଦରେ କ'ଣ ଲେଖାଯାଏ? ହେ ମନୁଷ୍ୟ, ଯାହା ଉତ୍ତମ ତାହା ସେ ତୁମ୍ଭକୁ ଜଣାଇ ଅଛନ୍ତି। ନ୍ୟାୟାଚରଣ, ଦୟା, ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର। ଏହା ଛଡ଼ା ସଦାପ୍ରଭୁ ତୁମ୍ଭଠାରୁ ଆଉ କ'ଣ ଚାହାନ୍ତି? ଏହାଠାରୁ ସଦାପ୍ରଭୁ ଆଉ କ'ଣ ଚାହାନ୍ତି? ସଦାପ୍ରଭୁ କେବଳ ସେତିକି ଚାହାନ୍ତି। କ'ଣ?
ଯାହା ଉତ୍ତମ ସେ ତୁମକୁ ଜଣେଇ ସାରିଛନ୍ତି ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା, ଈଶ୍ୱରଙ୍କର ବାକ୍ୟ ଦ୍ୱାରା, ସ୍ୱପ୍ନ ଦ୍ୱାରା, ଦର୍ଶନ ଦ୍ୱାରା। ଆଉ ପ୍ରଭୁ ଯୀଶୁ ଏଇ ପୃଥିବୀକୁ ନିଜେ ଆସି ଯାହା କହିଛନ୍ତି ସେଇ ସବୁ ତାଙ୍କର ବାକ୍ୟ ଦ୍ୱାରା। ପରମେଶ୍ୱର ଆମକୁ ସବୁ ଜଣେଇଛନ୍ତି, ସେ ତୁମକୁ ଜଣେଇଛନ୍ତି ଯାହା ଉତ୍ତମ ତାହା। ଆଉ ତାହା ହେଉଛି ନ୍ୟାୟଚରଣ କରିବା, ନ୍ୟାୟ ଆଚରଣ କରିବା। ଆମେ ଆମ ଜୀବନରେ ଆମେ ଅନ୍ୟାୟ କରିବା ନାହିଁ, ନ୍ୟାୟ କରିବା, ଦୟା ଭଲ ପାଇବା, ଦୟାକୁ ଭଲ ପାଇବା। ଆମ ଜୀବନରେ ଆମେ ସମସ୍ତଙ୍କ ପ୍ରତି ଦୟା କରି। ଆଜି ଆତ୍ମସମୀକ୍ଷା କରିବାର ଦିନ ଅଟେ ପ୍ରିୟମାନେ। ଆମେ ଦୟା କରୁଛୁ କି ଅନ୍ୟମାନଙ୍କୁ? ଆଜି ଆତ୍ମସମୀକ୍ଷା କରିବା। ଯଦି ଆମେ ନ୍ୟାୟ ଆଚରଣ କରୁଛୁ, ଯଦି ଆମେ ଦୟା କରୁଛୁ, ଯଦି ଆମେ ନମ୍ର ଭାବରେ ପରମେଶ୍ୱରଙ୍କ ସହିତ ଗମନାଗମନ କରୁଛୁ, ପରମେଶ୍ୱର ଯେଉଁ ପଥରେ ଯାଇଥିଲେ ସେଇ ପଥରେ ଆମେ ଯାଉଛୁ, ପ୍ରଭୁ ଯୀଶୁ ଯେଉଁ ରାସ୍ତାରେ ଯାଇଥିଲେ ତାଙ୍କର ଅନୁଗମନ କରୁଛୁ। ମୁଁ କହୁନାହିଁ ଇସ୍ରାଏଲର ସେଇ ରାସ୍ତା କଥା, ମୁଁ କହୁନାହିଁ ଜେରୁସାଲେମର ସେଇ ରାସ୍ତା କଥା। ପ୍ରଭୁ ଯୀଶୁ ଯାହା କରିଥିଲେ ତାଙ୍କର ଅନୁଗମନ କରିବା। ଯଦି ଆମେ ଏହା କରୁଛୁ, ପରମେଶ୍ୱର ଆମ ପ୍ରତି ସନ୍ତୁଷ୍ଟ ହେବେ ପ୍ରିୟମାନେ। ଆମେ ଯାହା ମାଗିବା ସେ ଆମକୁ ସଠିକ ସମୟରେ ତାହା ଯୋଗାଇବେ। ଏଥିରେ ଦ୍ୱିମତ ହେବାର କାରଣ ନାହିଁ। ୟେସ୍, ପରମେଶ୍ୱର ଆପଣଙ୍କୁ ଆଉ ମୋତେ ଏତେ ଭଲ ପାଆନ୍ତି। ଯୋହନ 3:16 ବାଇବଲ ନ ଦେଖିକି ଜଣେ କହନ୍ତୁ। ଯୋହନ 3:16 ଧ୍ୟାନ କଲେ ଯେପରି ସେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନାହିଁ, ଅନନ୍ତ ଜୀବନ ପ୍ରାପ୍ତ ହୁଏ। ହାଲେଲୁୟା। ପରମେଶ୍ୱର ଆମକୁ ଏତେ ପ୍ରେମ କଲେ, ନିଜର ଅଦ୍ୱିତୀୟ ପୁତ୍ର, ଏକମାତ୍ର ପୁତ୍ରଙ୍କୁ ଆମ ପାଇଁ ସେ ଦାନ ଦେଇଦେଲେ। ତାଠାରୁ ବଳି ପ୍ରେମ ଆଉ କ'ଣ ଅଛି ପ୍ରିୟମାନେ? ସେ ଆମକୁ ପ୍ରେମ କରିଛନ୍ତି, ଆଉ ଆମେ ବି ତାଙ୍କୁ ପ୍ରେମ କରିବା। ଆମେ ବି ତାଙ୍କୁ ପ୍ରେମ କରିବା। ସମୟ ହେଇଯାଉଛି। ଆଚ୍ଛା, ଠିକ୍ ଅଛି। ରୋମିଓ 1 ପର୍ବ ତାର 21-23 ଟିକେ ପଢ଼ିବା, ତାପରେ ବନ୍ଦ କରିବା। ରୋମିଓ 1:21-23। ହଁ। କାରଣ ସେମାନେ ଈଶ୍ୱରଙ୍କୁ ଜାଣି ତାହାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ କି ଧନ୍ୟବାଦ ଦେଲେ ନାହିଁ, କିନ୍ତୁ ଆପଣା ଆପଣା ଅସାର ତର୍କ ବିତର୍କରେ ଜଡ଼ିତ ହେଲେ ଓ ସେମାନଙ୍କର ଅବୋଧ ମନ ଅନ୍ଧକାରମୟ ହେଲା। ନିଜ ନିଜକୁ ଜ୍ଞାନୀ ବୋଲି ମନେ କରି ସେମାନେ ମୂର୍ଖ ହେଲେ। ପୁଣି ଅକ୍ଷୟ ଈଶ୍ୱରଙ୍କ ଗୌରବକୁ କ୍ଷୟଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପାଦି ଆକୃତିଯୁକ୍ତ ପ୍ରତିମାରେ ପରିଣତ କଲେ। ୟେସ୍ ପ୍ରିୟମାନେ, ସେମାନେ ଈଶ୍ୱରଙ୍କୁ ଜାଣି ତାଙ୍କୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ। ଈଶ୍ୱର ବୋଲି ଜାଣିଛନ୍ତି, କିନ୍ତୁ ଈଶ୍ୱର ବୋଲି ଗୌରବ ଦେଲେ ନାହିଁ। ଆଜି ଆମେ କ'ଣ କରୁଛୁ ପ୍ରିୟମାନେ? ଆମେ ସେଇ କାର୍ଯ୍ୟ କରୁନାହୁଁ ତ? ଟିକେ ଚିନ୍ତା କରିବା। ଆମେ ଜାଣିଛୁ ପରମେଶ୍ୱର କେବଳ ଜଣେ। ଆମର ସୃଷ୍ଟିକର୍ତ୍ତା ହିଁ ପରମେଶ୍ୱର ଅଟନ୍ତି। ଏଇ କଥା ଆମେ ଜାଣିଛୁ। ଆଉ ଯିଏ ତାଙ୍କର କଥା ମାନେ ନାହିଁ ସେ ବିନଷ୍ଟ ହେଇଯାଏ, ସେ ଅନନ୍ତ ମୃତ୍ୟୁର ଅଧିକାରୀ ହୁଏ। ଆଉ ଯିଏ ତାଙ୍କର କଥା ମାନେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ ଏବଂ ଜୀବିତ ହୋଇ ରୁହେ, ବଞ୍ଚିଥାଏ ସିଏ। ଏଇ କଥା ଆମେ ଜାଣିଛୁ, କିନ୍ତୁ ପରମେଶ୍ୱରଙ୍କର କଥା ଆମେ ପାଳନ କରୁଛୁ କି? ଆମେ ଆପଣା ଆପଣା ଅସାର ତର୍କ ବିତର୍କରେ ଜଡ଼ିତ ହୋଇ
ଜଡ଼ିତ ହେଉନାହୁଁ ତ? ନିଜକୁ ବଡ଼ ଜ୍ଞାନୀ ବୋଲି ଭାବି ଆମେ ମୂର୍ଖ ପରି ହେଉନୁ ତ? ଅକ୍ଷୟ ଈଶ୍ୱରଙ୍କର ଗୌରବକୁ ସେମାନେ କ'ଣ କଲେ? ଅଧିକାଂଶ ଲୋକ ସେମାନେ ତାଙ୍କର ଗୌରବକୁ କ୍ଷୟଣୀୟ, ଯାହାକି କ୍ଷୟପ୍ରାପ୍ତ ହେଇଥାଏ, ସେଇ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପ, এই ସବୁର ଆକୃତିରେ ପ୍ରତିମା ତିଆରି କଲେ। ବଳଦର ପ୍ରତିମା ତିଆରି କଲେ, ମାଙ୍କଡ଼ର ପ୍ରତିମା ତିଆରି କଲେ, ମୂଷାର ପ୍ରତିମା, ହାତୀର ପ୍ରତିମା, ସବୁ ପ୍ରତିମା ତିଆରି କଲେ ଯେଉଁମାନେ କ୍ଷୟଣୀୟ ଜୀବ, ଯେଉଁମାନଙ୍କର ଆୟୁଷ ଅତି ଅଳ୍ପ, ସେଇ ପ୍ରତିମା ତିଆରି କରି ପରମେଶ୍ୱରଙ୍କର ଗୌରବକୁ ସେମାନଙ୍କୁ ଦେବାକୁ ଆରମ୍ଭ କଲେ। ଆମେ ସେଇ କାର୍ଯ୍ୟ କରୁନୁ ତ ପ୍ରିୟମାନେ? ହଁ, ହୁଏତ ଉତ୍ତର ହେଇପାରେ ଆମେ କରୁନାହୁଁ, କିନ୍ତୁ ଗୋଟିଏ କଥା ବାକ୍ୟରେ ବି ଲେଖାଯାଏ, ଆମେ ଯଦି ପରମେଶ୍ୱରଙ୍କର ଅବାଧ୍ୟ ହେଉଛୁ ତାହେଲେ ଆମେ ଠାକୁର ପୂଜା କଲା ସାଙ୍ଗେ ସମାନ ଅଟୁ ପ୍ରିୟମାନେ। এই କଥା ମନେ ରଖିବା। ଠାକୁର ପୂଜା, ମୂର୍ତ୍ତି ପୂଜା କରିବା ସାଙ୍ଗେ ସମାନ ଅଟେ। ଆଜି ପରମେଶ୍ୱରଙ୍କର ବାକ୍ୟ ଶିକ୍ଷା ଦିଏ, ସବୁବେଳେ ଆମେ ତାଙ୍କର ଅନୁଗମନ କରିବା। ଆମେ ହୁଏତ ପରମେଶ୍ୱରଙ୍କୁ ଦେଖି ନାହୁଁ, କିନ୍ତୁ ପ୍ରଭୁ ଯୀଶୁ, କୌଣସି ମନୁଷ୍ୟ ଦେଖି ନାହାନ୍ତି, କିନ୍ତୁ ପ୍ରଭୁ ଯୀଶୁ ଏଇ ପୃଥିବୀକି ଆସିଥିଲେ। ଆଉ ଯିଏ ପ୍ରଭୁ ଯୀଶୁଙ୍କୁ ଦେଖିଛି ସେ ପିତା ପରମେଶ୍ୱରଙ୍କୁ ଦେଖିଛି। ଏହା ପ୍ରଭୁ ଯୀଶୁଙ୍କର ଉକ୍ତି ଅଟେ। ପ୍ରଭୁ ଯୀଶୁଙ୍କୁ ଆମ ପୃଥିବୀରେ ବାସ କରୁଥିବା ମନୁଷ୍ୟମାନେ ଦେଖିଛନ୍ତି। ଲିପିବଦ୍ଧ ହେଇକି ରହିଛି ତାଙ୍କର ବାକ୍ୟ ସମୂହ। ଆଉ ଆମେ ଯଦି ତାଙ୍କୁ ବିଶ୍ୱାସ କରୁଛୁ, ଯେଉଁ ଆତ୍ମା ପ୍ରଭୁ ଯୀଶୁଙ୍କ ଭିତରେ ଥିଲେ, ସେଇ ପବିତ୍ର ଆତ୍ମା ଆମ ହୃଦୟ ଭିତରେ ବାସ କରିବେ। ୟେସ୍ ପ୍ରିୟମାନେ, ଆମକୁ ଠିକ୍ ତାଙ୍କରି ସାଦୃଶ୍ୟରେ, ତାଙ୍କର ପ୍ରତିମୂର୍ତ୍ତିରେ ତିଆରି କରିବା ଉଦ୍ଦେଶ୍ୟକୁ ଆମେ ସଫଳ କରିବା। ସେ ସ୍ୱର୍ଗରେ ଯେପରି ଆମେ ପୃଥିବୀରେ ସେପରି, ବାକ୍ୟ କୁହେ। ଏ କଥା ମନେ ରଖିବା। ଆମେ ଆମକୁ ସବୁ ଅଧିକାର ଦେଇଛନ୍ତି ସିଏ, କାରଣ ଆମେ ତାଙ୍କର ପୁତ୍ର ଆଉ କନ୍ୟା ଅଟୁ। ଆମେ ତାଙ୍କର ଗୌରବକୁ ଅନ୍ୟ କାହାକୁ ଦେବା ନାହିଁ। ସେ ହିଁ ପରମେଶ୍ୱର ଅଟନ୍ତି, ତାଙ୍କ ବିନା ଆଉ କୌଣସି ପରମେଶ୍ୱର ନାହିଁ। ଆମେ ତାଙ୍କୁ ବିଶ୍ୱାସ କରିବା। ଶୈତାନର କଥା ନୁହେଁ ପ୍ରିୟମାନେ। ଆମେ ଯଦି ତାର କଥା ମାନୁ, ଏହା ଶୈତାନର କଥା ବୋଲି ଆମେ ଜାଣିନଥାଉ, କିନ୍ତୁ ଯାହା ପରମେଶ୍ୱରଙ୍କୁ ସନ୍ତୋଷ ଦିଏ ନାହିଁ, ସେଇ କାର୍ଯ୍ୟ ଯଦି ଆମେ କରିବା, ତାହେଲେ ଆମେ ମୃତ୍ୟୁର ଯୋଗ୍ୟ କର୍ମ କରୁଛୁ। ଆମେ ପରମେଶ୍ୱରଙ୍କର ଅନ୍ୱେଷଣ ନୁହେଁ, ଆମେ ଯାହାର କଥା ମାନୁଛୁ ତାର ଅନ୍ୱେଷଣ କରୁଛୁ। ପରମେଶ୍ୱରଙ୍କ ଅନ୍ୱେଷଣ କଲେ ଆମେ ବଞ୍ଚିବା, ଶୈତାନର ଅନ୍ୱେଷଣ କଲେ ଆମେ ମରିବା। ଏଇ କଥା ଆମେ ମନେ ରଖିବା। ଆଉ ତଦ୍ ଅନୁଯାୟୀ ଆମେ ନିଜେ ସ୍ଥିର କରିବା, ଆମେ ବଞ୍ଚିବାକୁ ଚାହୁଁ କି ଅନନ୍ତ କାଳ ପାଇଁ ମୃତ୍ୟୁ ଭୋଗ କରିବାକୁ ଚାହୁଁ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍।